ବର୍ଷାଙ୍କର କୌଣସି ଅଘଟଣ ହେଉଛି ତ ତାର ସମ୍ପୂର୍ଣ୍ଣ ଦାୟୀ ହେଉଛି ଏଇ ଅନୁଭବ ମହାନ୍ତିଙ୍କର। ଅନୁଭବ ମହାନ୍ତିଙ୍କ ପାଇଁ ଆଜି ବର୍ଷାଙ୍କର ଏଇ ଅବସ୍ଥା। ବର୍ଷା ଯଦି ଆଜିକା ଦିନରେ ସେ କୌଣସି ତାଙ୍କର କ୍ଷତି ହୁଏ, ସେ ଯଦି ଫାଶୀ ବି ହୁଅନ୍ତି ତ ତାର ସମ୍ପୂର୍ଣ୍ଣ ଦାୟୀ ହେଉଛି ଇଏ ଅନୁଭବ ମହାନ୍ତି। ଛି ଲାଜ ଲାଗୁଛି ତ ନା ଧରିବାକୁ ବି। କ'ଣ ଭାଷା ତୋତେ କହିବି, ଭାଷା କହିବାକୁ ବି କି ଭାଷା କହିବି। ଖାଲି ତୋତେ ମାନେ ମୋ ଆଙ୍ଗୁଳିରେ ଛେପ ମାରିକି ଖାଲି ଗେଞ୍ଜିବାକୁ ଇଚ୍ଛା ହେଉଛି। ଆଉ ହେଇରେ ତୁ ତାହେଲେ ସେଇ ବାନ୍ଧବୀ ଯିଏ ଆମକୁ ମାନେ ବର୍ଷା ମ୍ୟାମ୍ ଆମକୁ କହୁଥିଲେ ଯେ ଏଫଆଇଆର୍ରେ ସେ କଥା ବି ମଧ୍ୟ ଲେଖିଥିଲେ। ଆଉ ସେତେବେଳେ ତ ବହୁତ ଡେଉଁଥିଲୁ ନା ମୋତେ କାହିଁ ମଝିରେ ପୁରଉଛ, ମୁଁ ତାଙ୍କ ବିଷୟରେ ମୁଁ କୌଣସି କିଛି ଜାଣେ। ଏବେ କିଏ ଅନୁଭବ ସହିତ ବେଦୀରେ କିଏ ବସିଲା? ହେଇରେ ଜାଗୃତି ଦୁଇ ଜଣଙ୍କର ସଂସାରକୁ ତୁ ଛିରମାର କରିଦେଇଛୁ। ବୁଝିଲେ, ଏତେ ଦିନଙ୍କର ତାଙ୍କର ପ୍ରେମ ବନ୍ଧନକୁ ତୁ ଛାରକାର କରିଦେଇଛୁ। ତତେ ଦେଖୁଛେ, ଆରେ ତତେ ଦେଖୁଛେ ତ ପ୍ରେମ ନା ଏଇଟା କ'ଣ? ଆଉ ଅନୁଭବ ତୁ ତା ପ୍ରେମର ଅନ୍ଧ ହେଇ ତୁ ଯାହା କରିଛୁ ନା, ଆମେ ଜଡ଼ କରି ଆମେ ତତେ ଚାହିଁଛୁ, ତତେ ଦେଖୁଛୁ। ତ ସଂସାର, ବୁଝିଲୁ, ତ ସଂସାର ଆମେ ଦେଖୁଛୁ, ଆମେ ଅଛୁ, ଏଇ ଦୁନିଆ ଅଛି, ଏଇ ଓଡ଼ିଶା ଅଛି, ବୁଝିଲୁ ନା। ଆଉ ଜଣେ ଆମର ରୋଷ୍ଟର ଓଡ଼ିଆ ହଙ୍ଗାମା, ଯାହା ମୁଁ ରୋଷ୍ଟିଂ ଭିଡ଼ିଓ ଦେଖୁଥିଲି, ବୁଝିଲ। ହେଇରେ ତତେ କହୁଛି ଫେକ୍ କଲ୍ ରେକର୍ଡିଂ ଭାଇରାଲ କରୁଛୁ ମାଦାରଚୋଦ। ଭଲକି ଦେଖିନୁ, ମୁଁ ବି ଜଣେ ରୋଷ୍ଟର ଆଉ ତୁ ବି ଜଣେ ରୋଷ୍ଟର, ମୁଁ ତତେ ସମ୍ମାନ ଦେଉଛି। ଫେକ୍ କଲ୍ ରେକର୍ଡିଂ ଭାଇରାଲ କରନି, ଏସା ଗେଞ୍ଜା ଗେଞ୍ଜିମି ଖାଲି ତତେ ୱାର୍ଣ୍ଣିଂ ଦେଉଛି, ବୁଝିଲୁ। ବର୍ଷାଙ୍କ ନାଁରେ ଫେକ୍ କଲ୍ ରେକର୍ଡିଂ ଭାଇରାଲ କରନି, ଏସା ସେକା ସେକି ମି ନହେଲେ ଆସୁଛି ଆଜିକା ଭିଡ଼ିଓ।